ତ୍ରେତୟା ଯୁଗର ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ବନବାସର କାହାଣୀ। ତ୍ରେତୟା ଯୁଗର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସର କଥା ଯଦି କହିବା, ରାଜା ଦଶରଥଙ୍କର 3ଟି ପତ୍ନୀ ବା ରାଣୀ ଥିଲେ। ସେ ଯୁଗର କଥାକୁ ଯଦି ଆଜି କିଛି ଆମ ଚ୍ୟାନେଲରେ ପ୍ରସାରିତ କରିବା, ତାହା ବାସ୍ତବରେ ସତ୍ୟ ଘଟଣା। ରାଜାଙ୍କ ଦ୍ୱିତୀୟ ପତ୍ନୀ କୈକେୟୀ ପ୍ରଭୁ ଶ୍ରୀରାମଙ୍କ ପାଇଁ କିଛି କୁଚକ୍ରୀ ତାଙ୍କ ପାଇଁ ଚିନ୍ତା କରିଥିଲେ। ଏହାର କାରଣ କୈକେୟୀଙ୍କ ପୁତ୍ର ଭରତଙ୍କୁ ଏ ବଂଶର ରାଜା କରିବା ପାଇଁ କିଛି ଖଳ ପ୍ରକୃତି ଚିନ୍ତା କରି ରାଜା ଦଶରଥଙ୍କୁ କିଛି ମାଗିଥିଲେ। ହେ ରାଜା ଦଶରଥ, ମୋ ସମୟ ଆସିଲେ କିଛି ଆପଣଙ୍କୁ ମାଗିବି, ଆପଣ ମୋତେ ଦେଇପାରିବେ? ରାଜା ଦଶରଥ ତାଙ୍କ କଥାକୁ ଟିକେ ଗମ୍ଭୀର ଭାବରେ ଭାବି ନଥିଲେ। ତତ୍ସଙ୍ଗେ କହିଥିଲେ, ଯେତେବେଳେ ଆପଣଙ୍କ ଇଚ୍ଛା ହେବ ମାଗିବେ। ଏଇ କଥା ଗୋଟେ ରାଜବଂଶରେ ବେଦ ହୋଇ ରହିଗଲା। ସମୟର କାଳଚକ୍ର ପିଲାମାନେ ଯେତେବେଳେ ବଡ଼ ହୋଇଗଲେଣି, ରାଜାଙ୍କ ଚିନ୍ତା ଟିକେ ବଢ଼ି ଚାଲିଲା। ସେ ଚିନ୍ତା କରିଥିଲେ ତାଙ୍କର ପ୍ରଥମ ପତ୍ନୀ କୌଶଲ୍ୟାଙ୍କ ଗର୍ଭରୁ ଜାତ ହୋଇଥିବା ପ୍ରଭୁ ଶ୍ରୀରାମଚନ୍ଦ୍ର ହେଉଛନ୍ତି ଏ ରାଜବଂଶର ଜ୍ୟେଷ୍ଠ ପୁତ୍ର। ତାଙ୍କ ହାତରେ ଏ ରାଜ୍ୟର ରାଜା କରିବା ପାଇଁ ଅନୁମତି ଦେବା ପାଇଁ ରାଜା ଦରବାରରେ ଥିବା ପଣ୍ଡିତମାନଙ୍କୁ ଡାକି ତାଙ୍କ ରାଜ ଦରବାରରେ ଏହାକୁ ବିଚାରୀ କକ୍ଷକୁ ନେଇ ଆଲୋଚନା କରିଥିଲେ। ଖାଲି ବାକି ଥିଲା ରାଜ୍ୟର ରାଜାଙ୍କ ନିମନ୍ତ୍ରିତ ହୋଇ ଏହି ଘୋଷଣା ହୋଇଥାନ୍ତା। ହେଲେ ମାତା କୈକେୟୀ ଏହି କଥାକୁ ଶୁଣି ଖୁବ୍ କ୍ରୋଧରେ ରାଜ ଦରବାରରେ ଥିବା ପଣ୍ଡିତମାନଙ୍କୁ ଡାକି ରାଜା ଦଶରଥଙ୍କୁ ଦେଇଥିବା କଥାକୁ ସର୍ବସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀଙ୍କ ଆଗରେ ଦଶରଥଙ୍କୁ ଦେଇଥିବା କଥାକୁ ମନେ ପକାଇଥିଲେ। ଏହି ସମୟରେ ରାଜା ଦଶରଥ ପ୍ରାଣଠାରୁ ଅଧିକ ଶ୍ରୀରାମଚନ୍ଦ୍ରଙ୍କ ବନବାସ 14 ବର୍ଷ ପାଇଁ ସେ ଅହଙ୍କାର ଏବଂ କ୍ରୋଧରେ ରାଜାଙ୍କୁ କହିଥିଲେ ଯେ ମୁଁ ଆପଣଙ୍କଠାରୁ ଏହି ଦିନକୁ ଅପେକ୍ଷା କରି ରହିଥିଲି। ଆପଣ ମଧ୍ୟ ପ୍ରତିଜ୍ଞାବଦ୍ଧ କରିଥିଲେ ମୋ କଥାକୁ ରଖିବେ ଏବଂ ମୋ ଜୀବନର ଏ ହେଉଛି ଏକ ଅଗ୍ନି ପରୀକ୍ଷା। ରାମ ଯିବେ 14 ବର୍ଷ ବନବାସ। ଏହି ପ୍ରତିଜ୍ଞା ରକ୍ଷା କରିବା ସେ ରାଜା ଦଶରଥଙ୍କୁ ବାଧ୍ୟ କରିଥିଲେ ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ପଛର କାରଣ ମାତା କୈକେୟୀ ତାଙ୍କ ପୁଅ ଭରତଙ୍କୁ ଏ ରାଜ୍ୟର ରାଜା କରିବା ତାଙ୍କର ଥିଲା ଏକ ଚକ୍ରାନ୍ତ। କାଳଚକ୍ରରେ ଏଭଳି ପରିସ୍ଥିତି ଆସିଥିଲା। ପିତା ରାଜା ଦଶରଥଙ୍କ କଥାକୁ ନିଜର କର୍ତ୍ତବ୍ୟ ପାଳନ କରିବାକୁ ସଜବାଜ ହେଉଥିବା ବେଳେ ସାଙ୍ଗରେ ସାନ ଭାଇ ଲକ୍ଷ୍ମଣ ଏବଂ ମା ସୀତା ମଧ୍ୟ ତାଙ୍କ ସହ ଯିବା ପାଇଁ ରାଜା ଦଶରଥଙ୍କୁ ନିବେଦନ କରି ତାଙ୍କ ଆଜ୍ଞା ନେଇ ବନବାସକୁ ବାହାରିଗଲେ। ସେ ସମୟରେ ଏକ ରାଜ୍ୟବ୍ୟାପୀ ମୁନି ଋଷିଙ୍କ ମନରେ ଖୁବ୍ କଷ୍ଟ ହୋଇଥିଲା। ସେ ଏହି ନିଷ୍ପତ୍ତିକୁ ନେଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ସମସ୍ତ ମୁନି ଋଷିମାନେ ଶ୍ରୀରାମଙ୍କ ପାଇଁ 14 ବର୍ଷ ପାଇଁ ତାଙ୍କର ଏହି ବନବାସରେ କେଉଁଠି କିଛି ବିପଦ ନ ହେଉ, ଏନେଇ ସେ ଯଜ୍ଞ କୁଣ୍ଡରେ ଅଖଣ୍ଡ ଯଜ୍ଞ କରିଥିଲେ। ସେ ମୁନି ଋଷିଙ୍କ ଭିତରୁ ଏ ମୁନି ବାବା ମଠ ମଧ୍ୟ ସେହି ତ୍ରେତୟା ଯୁଗର ମଠ, ଯେଉଁଠି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ଯଜ୍ଞ ହେଉଥିଲା। ଏ ହେଉଛି ଏକ ଐତିହାସିକ ତଥା ପୌରାଣିକ ପ୍ରମାଣ ମିଳେ ବୋଲି ବିଶ୍ୱାସ ରହିଛି। ଯାଜପୁରରୁ ପ୍ରକାଶ ମହାନ୍ତିଙ୍କ ରିପୋର୍ଟ, ସତ୍ୟର ନ୍ୟାୟ ଲାଇଭ୍।